ଲାଗେ ଆଉ କଣ କହିବି ଆମର ସବୁ ଆମେ ଆମେ ଏଇ ଯୋଉ ଯାତ୍ରା ସଂସ୍ଥା ଚାଲିଛି ବର୍ତ୍ତମାନ ଏମାନଙ୍କର ଠିକଣା କିଛି ନାହିଁ। ଠିକଣାହୀନ ଶିଳ୍ପୀ ଏମାନେ କେବଳ ମୁଷ୍ଟିମେୟ ମାଲିକଙ୍କ ପାଖରେ ବିକ୍ରି ହେଇକି ଆଉ ଗୋଟେ ଯେମିତି ମାଙ୍କଡକୁ ବାନ୍ଧିକି ରଖେଇଲେ ଡାଙ୍ଗ ହେଲେ ନାଚେ ଏଇ ବର୍ତ୍ତମାନ ଏଇ ପରିସ୍ଥିତି ବର୍ତ୍ତମାନ ମଞ୍ଚ କଳାର କଥା। ଆଉ ସେତେବେଳେ ବହୁତ ସ୍ୱାଧୀନତା ଥିଲା ଆଉ ବହୁତ କଥା ଥିଲା ଆଉ ଯୋଉଟା କି ଆମର ପରମ୍ପରା ଆମର ସଂସ୍କୃତି ଆଉ ଓଡିଶୀ ଛାନ୍ଦ ଚମ୍ପୁ ଏସବୁ ବିଷୟରେ ଆଲୋଚନା ଥିଲା। ବର୍ତ୍ତମାନ ସେ ଆସ୍ତେ ଆସ୍ତେ ହଜି ଯାଇକି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରିକି ବର୍ତ୍ତମାନ ସାମାଜିକ ନାଟକ ନାଁରେ ବର୍ତ୍ତମାନ ସବୁ ନାଟକ ଚାଲିଛି। ଏବେ କିଛି ଭାବରେ ପରିମାର୍ଜିତ ହଉଛି ଆଉ ଦେଖାଯାଉ ଭବିଷ୍ୟତରେ କଣ ହଉଛି। ଆଉ ତ ବିଭିନ୍ନ କଥା ରହିଛି ୟା ଭିତରେ ଆଉ କଣ କହିବି ମୁଁ ଫୁଲ ଜାମ୍ ଭିତରେ ଅଛି। ଗୋଟେ ସଂଳାପ ରିସେଣ୍ଟ ସଂଳାପ ଗୋଟେ ରଖିବେ। ରିସେଣ୍ଟ ସଂଳାପ ଗୋଟେ ରଖନ୍ତୁ। ରିସେଣ୍ଟ ସଂଳାପ ବର୍ତ୍ତମାନ ଭାରି ମଜାର କଥା ହଉଛି ଗୋଟିଏ ନାଟକ ହଉଛି ଆମର ତୁ ବୋଧେ ମୋ ଭାଗ୍ୟରେ ନାହୁଁ ଲେଖିଛନ୍ତି ଡକ୍ଟର ଦୀପକ ଜେନା ନିର୍ଦ୍ଦେଶନା ଦେଇଛନ୍ତି ଆମର ଗୁରୁ ମିଶ୍ର। ବିଶେଷ କରି ଯୋଉ ନାଟକ ବେଶୀ ଭାଇରାଲ ହଉଛି ଯୋଉ ଗୀତ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ସେ ଗୀତର ସ୍ୱର କରିଛନ୍ତି ଆମର ବାଲେଶ୍ୱରର ଅମୃତାଂଶୁ ସାର୍। ଆଉ ଭାରି ବଢିଆ ଗୀତଟି ଏକଦମ ସୁନ୍ଦର ଗୀତ ସମସ୍ତଙ୍କ ମନ ମୋହୁଛି ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ଆଉ ସେ ସଂଳାପ ତ ଠିକ ଭାବରେ କହିହବନି ତଥାପି ଗୋଟେ କହୁଛି ଆପଣଙ୍କୁ ରିସେଣ୍ଟ କଥା ଗୋଟେ ଥିଲା ସେଇ ଗୋଟିଏ ଭୁଲ ପାଇଁ ମଣିଷ ଭୁଲ କଲେ କଣ ଶାସ୍ତି ଦିଅନ୍ତି ଜଗନ୍ନାଥ। ସେଇ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଦେଇଥିଲା ଗୋଟେ ଗର୍ବୀ ଅହଙ୍କାରୀ ଲୋକ ଆଉ ଭାଙ୍ଗି ଦେଇ ଫ୍ୟାକ୍ଟ୍ରି କରିଥିଲା। ସେ ଯେମିତି ଜଗନ୍ନାଥଙ୍କୁ କହିଥିଲା ଜଗନ୍ନାଥ କୋଉ ଜଗନ୍ନାଥ କଥା କହୁଛ ମନ୍ଦିରର ଅନ୍ଧାରିଆ ଗମ୍ଭୀରା ଭିତରେ ବସିଥିବା ଜଗନ୍ନାଥ। ଆରେ ସେ ତ ସବୁଠାରୁ ବଡ ଅସହାୟ ବଡ ଭିକାରୀଟା ଅନ୍ୟର ହାତ ଟେକାକୁ ଦେଇ ଚାହିଁ ରହିଥାଏ। ମଣିଷ ନଦେଲେ ଯୋଉ ଠାକୁର ଉପବାସ ରହେ ସେ ଠାକୁର ସାମର୍ଥ୍ୟ ମତେ ବେଶ ଇଏ ସେଇ ଜଗନ୍ନାଥ ରାମ ଅବତାରରେ ନିଜ ସ୍ତ୍ରୀ ସୀତାକୁ ରାବଣ ପାଖରୁ ଉଦ୍ଧାର କରିବା ପାଇଁ ମାଙ୍କଡ ଭାଲୁ ଏମିତି ଗୁଣ୍ଡୁଚି ମୂଷାର ଆଶ୍ରୟ ଦେଇଥିଲା। ଇଏ ସେଇ ଜଗନ୍ନାଥ କୃଷ୍ଣ ଅବତାରରେ ନିଜ ହାତ ତିଆରି ଦ୍ୱାରିକା ପରି ଧ୍ୱଂସ ହେଇଗଲା ଏ କିଛି କରିପାରିନଥିଲା। ଇଏ ସେଇ ଜଗନ୍ନାଥ ବିଦର୍ଭୀ କଳା ପାହାଡ ଭୟରେ ଯେ ଆତ୍ମଗୋପନ କରିଥିଲା। ଏ ସେଇ ଜଗନ୍ନାଥ 1866 ଡଙ୍କ ଦୁର୍ଭିକ୍ଷ ସମୟରେ ମନ୍ଦିରର ଚାରିପାର୍ଶ୍ୱରେ ଲକ୍ଷ ଲକ୍ଷ ସର୍ପହରାଙ୍କର ଶବ ଗଡୁଥିଲା। ଏ ସେଇ ଜଗନ୍ନାଥ ପେଟ ବିକଳିଆ ଜଗନ୍ନାଥ ସେ ଗୋଟେ ଦଣ୍ଡ ଦବ ମୋଟେ ଏମିତି ଭର୍ସନା କରିଥିଲା। ତାର ଏମିତି ସେ ଫଳ ପାଇଲା ଶେଷରେ ସେ ମଶାଣି ଚଣ୍ଡିଆ ହେଇକି ମଶାଣି ଶବ ପଡିଲା। ସେଇଠୁ ସେ କହୁଛି ଏ ଜଗନ୍ନାଥ ମତେ ମଶାଣି ଚଣ୍ଡିଆ କରିଦେଲୁନି ଯେ ଜଣେଇଦେଲୁ ମଶାଣି କେତେ ବାଟ ଗରିବ ହେଇଥାଉ ବା ଧନୀ ଗଜଦନ୍ତ ପଲଙ୍କରେ ଶୋଇଥାଉ ବା ଛିଟା ବସିଲାରେ ଶୋଇଥାଉ ସମସ୍ତେ ଦିନେ ରାତିରେ ଏଇଠିକି ଆସିବେ ମଜାଣି ମଶାଣି ଚୁଇରେ ଶୋଇବେ। ଏ ମଣିଷ ସବୁ ଧାଇବାର ଶେଷ ଯଦି ମଶାଣି ସବୁ ସୁଖ ଶେଷ ଯଦି ଗୋଟାଏ ପାଉଁଶ ତାହେଲେ କାହିଁକି ଗର୍ବ କାହିଁକି ଅହଙ୍କାର। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।